ନିଜର ଯେତେ ସୁନ୍ଦର ନାଁ ଦେଇଥାଅ ପଛେ କିନ୍ତୁ ଶେଷ ବେଳେ ଲୋକେ ତୁମକୁ କେବଳ ଶବ ହିଁ କହିବେ। ନିଜର ଯେତେ ଦାମୀ ଅଳଙ୍କାର ସାଇତି ରଖିଥା ପଛେ କିନ୍ତୁ ଜୀବନର ଶେଷ ବେଳେ ଲୋକେ କେବଳ ତୁମକୁ ପାଳ ଦଉଡ଼ି ହିଁ ଧରେଇ ଦେବେ। ଏବେ ଯେତେ କଂସା ବାସନରେ ଖାଉଥା ପଛେ କିନ୍ତୁ ଜୀବନର ଶେଷ ବେଳେ ଲୋକେ କେବଳ ତୁମକୁ ମାଟି ହାଣ୍ଡି ଆଉ ପତରରେ ହିଁ ଖାଇବାକୁ ଦେବେ। ଏବେ ଯେତେ ଖଟ ପଲଙ୍କରେ ଶୋଉଥା ପଛେ ଜୀବନର ଶେଷ ବେଳେ ଲୋକେ କେବଳ ତୁମକୁ କେଇଖଣ୍ଡ କାଠରେ ସଜଡ଼ା ଜୁଇରେ ହିଁ ନେଇ ଶୁଆଇ ଦେବେ। ଏବେ ଯେତେ ରଙ୍ଗ ବେରଙ୍ଗର ପୋଷାକ ସଜାଡ଼ି ପିନ୍ଧୁଥା ପଛେ ଜୀବନର ଶେଷ ବେଳେ ଲୋକେ ତୁମକୁ କେବଳ ଧଳା ଲୁଗା ଖଣ୍ଡରେ ହିଁ ଘୋଡ଼େଇ ଦେବେ। ଏବେ ଯେତେ ଆଧୁନିକ ଗୀତ ଶୁଣୁଥା ପଛେ ଜୀବନର ଶେଷ ବେଳେ ଲୋକେ ତୁମକୁ କେବଳ ରାମ ନାମ ସତ୍ୟ ହେ ହରିନାମ ସତ୍ୟ ହେ ଗୀତ ଶୁଣେଇ ଶେଷ ନିଦ୍ରାରେ ଶୁଆଇ ଦେବେ। ଏ ଶେଷ ସମୟର କଥାଗୁଡ଼ିକ ସବୁ ନିରାଟ ସତ୍ୟ ଏବଂ ଚିରସ୍ଥାୟୀ। ଆଉ ଜୀବନ ଥିବା ଅବସ୍ଥାରେ ଆମ ପାଖରେ ଯାହା ସବୁ ଅଛି ସବୁ ମୋହ ମାୟା ଆଉ କ୍ଷଣସ୍ଥାୟୀ। ତେବେ ଏତେ ଗର୍ବ ଆଉ ଅହଙ୍କାର କ'ଣ ପାଇଁ? କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ଲେଖିବା ପାଇଁ ଅନୁରୋଧ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ।